ମୁଁ ଡକ୍ଟର ଜୟନ୍ତୀ ବାଳା ଜେନା, ପ୍ରଧାନ ଶିକ୍ଷୟତ୍ରୀ, ଶିମିଳିପୁର ହରିରାଜପୁର ଆଞ୍ଚଳିକ ବିଦ୍ୟାପୀଠ ହରିରାଜପୁର। ଅତି ସୁନ୍ଦର କାର୍ଯ୍ୟକ୍ରମ। ଡକ୍ଟର କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ଅଚ୍ୟୁତ ସାମନ୍ତଙ୍କର ଇଏ ହେଉଛି ମହାର୍ଘ୍ୟ, ଗୋଟିଏ ଅବଦାନ। ସିଏ ତାଙ୍କ ଜୀବନକୁ ତିଳ ତାଳ ଦଗ୍ଧ କରି ଗୋଟିଏ ଭଲ ମଣିଷରୁ ଭଲ ମଣିଷ ପ୍ଲସ୍ ବଡ଼ ମଣିଷ ହୋଇପାରିଛନ୍ତି, ତାହା ଦିଗ୍ଦର୍ଶନ ଆଜି ମିଳିଲା। ଏହି କାର୍ଯ୍ୟକ୍ରମରେ ତ୍ୟାଗରେ ଯେଉଁ ମହତ୍ଵ ଅଛି ଦେବାରେ ନାହିଁ। ତ୍ୟାଗ ଶାଶ୍ୱତ ପଥର ସନ୍ଧାନ ନିଏ ଏବଂ ଭୋଗ ହେଉଛି କ୍ଷଣିକ ଜୀବନର ଆଧାର। ଏଇଟା ଆମେ ଶିଖିଲୁ, ଦେଇଥିଲେ ପାଇ। ତେଣୁ ଆଜିର ଯେଉଁ ତ୍ରୟୋଦଶତମ ସାମ୍ବତ୍ସରିକ କାର୍ଯ୍ୟକ୍ରମ ହେଉଛି କିଟ୍ ବିଶ୍ୱବିଦ୍ୟାଳୟର ଆନୁକୂଲ୍ୟରେ ଏବଂ ଆମ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ତାହା ବାସ୍ତବିକ ଗୋଟେ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ତେଣୁ ଯେଉଁମାନେ ଆସି ଉଚ୍ଚ ପଦାଧିକାରୀ କିଟ୍ ବିଦ୍ୟାଳୟର ଯେ ଉପନିର୍ଦ୍ଦେଶକ ଶ୍ରୀଯୁକ୍ତ ଉମାକାନ୍ତ ପଣ୍ଡା ମହୋଦୟ ଆସିକି ତାଙ୍କର ଟିମ୍ এই যে সুন্দর কার্যক্রম যে প্রয়াস করেছেন আম বিদ্যালয় নিশ্চিত পিলাମାନଙ୍କ ପାଇଁ ଏହା ଏକ ଉଦାହରଣ ସୃଷ୍ଟି ହେବ। ଭବିଷ୍ୟତ ପାଇଁ ମଧ୍ୟ ପିଲାମାନେ କିଭଳି ଭାବରେ ତ୍ୟାଗ ମାର୍ଗରେ ଦୀକ୍ଷିତ ହେବେ ଏଠୁ ଆସ୍ତେ ଆସ୍ତେ ଶିଖିବାକୁ ପାଇଲେ। କଣ ମେସେଜ ରହିବ ଛାତ୍ରଛାତ୍ରୀମାନଙ୍କୁ ଆଜି ଦିନରେ? ଏଇଆ ମେସେଜ ରହିବ ଯେ ପିଲାମାନେ ତ୍ୟାଗ କହିଲେ ତ କେବଳ ଆମେ ଦେବା ବୋଇଲେ ମାନସିକ ସ୍ତରରେ ଦେବା, ନୈତିକ ସାହାଯ୍ୟ, ମାନସିକ ସାହାଯ୍ୟ ଏବଂ ଶାରୀରିକ ସାହାଯ୍ୟ, ହାର୍ଦ୍ଦିକ ସାହାଯ୍ୟ। ତ୍ୟାଗ କହିଲେ ସ୍ୱରୂପକାର ସାହାଯ୍ୟ। ତେଣୁ ପିଲାମାନଙ୍କର ପ୍ରଥମରୁ ମାନସିକତା ତ୍ୟାଗ ଧର୍ମ ହଉ, କାରଣ ତ୍ୟାଗ ହେଉଛି ମହତର ଆଦର୍ଶ ପୂରଣ କରିବା ପାଇଁ ସିଦ୍ଧାନ୍ତ ନେଇଥାଏ। ତାହେଲେ ଜୀବନର ମୌଳିକ ଲକ୍ଷ୍ୟ ଆମର ତ୍ୟାଗ ରହିବା ଉଚିତ। ଆଜିକା ପିଢ଼ିରେ ଯେଉଁ ପିଲାମାନେ ସୃଷ୍ଟି ହେଉଛନ୍ତି, ଯେଉଁ ବର୍ତ୍ତମାନ ସିଚୁଏସନରେ ଯେଉଁ ପିଲାମାନେ ଆମର ନବମ ଦଶମରେ ପଢୁଛନ୍ତି, ସେ ତ୍ୟାଗ ଧର୍ମରେ ଦୀକ୍ଷିତ ନ ହେବେ ଭବିଷ୍ୟତରେ ହୁଏତ ନିଶ୍ଚିତ ଭାବରେ କାଲି ବାପା ମାଆଙ୍କୁ ପଚାରିବାରେ ମଧ୍ୟ କୁଣ୍ଠାବୋଧ କରିବେ। ତେଣୁ ଏଠୁ ଶିଖିବାର ଏଇଟା ଯେଉଁ ସିଡ଼ି ପାହାଚ, ତେଣୁ ଏଠି ଯେଉଁ କାର୍ଯ୍ୟକ୍ରମ ହେଲା ଏହା ନିଶ୍ଚିତ ଭାବରେ ପିଲାମାନଙ୍କ ଉପରେ ନୈତିକ, ମାନସିକ, ଶାରୀରିକ ସବୁ ପ୍ରକାର ପ୍ରଭାବ ପକାଇବ। ତେଣୁ ପିଲାମାନଙ୍କୁ ଶିକ୍ଷାଦାନ, ପିଲାମାନେ ତ୍ୟାଗ ଧର୍ମରେ ଦୀକ୍ଷିତ ହୁଅ। ବଡ଼ ହେଇନାହାନ୍ତି କେହି, ଆକାଶ ଏଇ ଯେ ବିରାଟ ହୋଇଛି ବିରାଟ ହୋଇନି ଊର୍ଦ୍ଧ୍ୱେ ରହି, ନଈ ନଈ ଆସି ନମ୍ର ହୃଦୟ ଚମ୍ବିସି ଯେଣୁ ମାଟିର ମହି। ତେଣୁ ତ୍ୟାଗ ହେଉଛି ଶାଶ୍ୱତ ପଥର ସନ୍ଧାନ ଦିଏ, ଭୋଗ ମାତ୍ର କ୍ଷଣିକ ଜୀବନର ଆଧାର। ତ୍ୟାଗ ଧର୍ମରେ ଦୀକ୍ଷିତ ହେବା ପାଇଁ ମୁଁ ପିଲାମାନଙ୍କୁ ଉଦ୍ବୋଧନ ପରାମର୍ଶ ଦେଇଛି। ମୁଁ ପ୍ରଦୀପ କୁମାର ଜେନା, ଏଇ ଶିମିଳିପୁର ହରିରାଜପୁର ଆଞ୍ଚଳିକ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର। ଆମେ ପ୍ରଥମ ବର୍ଷର ଛାତ୍ର ଥିଲୁ। ଆଜି କାର୍ଯ୍ୟକ୍ରମ ଆଜି ଯେଉଁ ଆର୍ଟ ଅଫ୍ ଗିଭିଂ କାର୍ଯ୍ୟକ୍ରମ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପ୍ରଚେଷ୍ଟାରେ ତାଙ୍କର ଯେଉଁ 13 ବର୍ଷ ବର୍ତ୍ତମାନ ପଦାର୍ପଣ କଲା ଆର୍ଟ ଅଫ୍ ଗିଭିଂ କାର୍ଯ୍ୟକ୍ରମ, ସେଇ ପରିପ୍ରେକ୍ଷୀରେ ଆମର ଏଇ ବିଦ୍ୟାଳୟରେ ଏହାର ଏକ ସଭା ଆୟୋଜନ ହୋଇଯାଇଥିଲା ଏବଂ ଏଥିରେ କିଭଳି ଭାବେ ଆମେ ଦବାର ଆନନ୍ଦଟାକୁ ପ୍ରଚାର ପ୍ରସାର କରିପାରିବୁ। ଆମର ଭାରତବର୍ଷର ପୁରାତନ ସଂସ୍କୃତି ଏବଂ ସନାତନ ଧର୍ମର ଆଦ୍ୟ ବାର୍ତ୍ତା ହେଉଛି ଯେ ପ୍ରକୃତରେ ଆମେ ପରସ୍ପରକୁ ସାହାଯ୍ୟ କରିବା, ପରୋପକାର କରିବା। ତେଣୁ ପଇସା ଆକାରରେ ହେଉ ବା ଖାଦ୍ୟ ଆକାରରେ ହେଉ ବା ଶ୍ରମ ଆକାରରେ ହେଉ ନା ବିଭିନ୍ନ ବାଟରେ ସାହାଯ୍ୟ କରିପାରିବା। এই ମୂଳମନ୍ତ୍ର ମୁନି ଋଷିଗଣ ଆମର ପିତାମାତା ଏବଂ ପୂର୍ବପୁରୁଷ ମଧ୍ୟ ଆମକୁ ଶିଖାଇଛନ୍ତି। ତେଣୁ ସେଇଟାକୁ ବଜାୟ ରଖିବା ପାଇଁ କେମିତି ଆମେ ଆଧୁନିକ ଯେଉଁ ପିଢ଼ି ଆସୁଛି ଆନୁଷ୍ଠାନିକ ଭାବେ ପ୍ରଚେଷ୍ଟା ଡକ୍ଟର ଅଚ୍ୟୁତ ସାମନ୍ତ এই ଆର୍ଟ ଅଫ୍ ଗିଭିଂ চেষ্টা করি মানে আমার পাখাপাখি 220 কন্ট্রিরে এই জিনিস এবে চালিছে। তাଙ୍କୁ তো ବହୁତ ଧନ୍ୟବାଦ ଦେବା କଥା ଏବଂ ସିଏ ମଧ୍ୟ ଆମ ଏଇ ସ୍କୁଲକୁ ଯେଉଁ ଭାବିଛନ୍ତି ଏଠି ପ୍ରଚାର ପ୍ରସାର ହେବ ଆମ ଏଇ କଟକ ଜିଲ୍ଲାରେ, ତେଣୁ ଏଇଟା ମଧ୍ୟ ଗୋଟେ ପ୍ରକୃଷ୍ଟ ଜାଗା। ଆମେ ଅତୀତରେ ଦେଖିଛୁ ଏଇ ସ୍କୁଲ ଯେତେବେଳେ ଆରମ୍ଭ ହୋଇଥିଲା କେମିତି ବିନା ପାରିଶ୍ରମିକରେ ବଡ଼ ଭାଇମାନେ ଏବଂ ଏହାର ଶିକ୍ଷକ ଶିକ୍ଷୟିତ୍ରୀମାନେ ଏଇ ସ୍କୁଲକୁ ଆରମ୍ଭ କରିବାରେ ନିଜର ଶ୍ରମଦାନ କରିଥିଲେ এবং এইটা এই স্কুল গোটে প্রকৃষ্ট উদাহরণ। তেমন এটা সংযোগবশত গোটে ঠিক জায়গা চয়ন করাহোইছি এবং আমার বহুত খুশি লাগুଛି যা হোক ছোট পিলাମାନଙ୍କୁ ଆମର আগামী ভবিষ্যতর বংশধর ମାନଙ୍କୁ ଆମେ ଏଇଥିରେ ଜଡ଼ିତ କରିପାରୁଛୁ ଏବଂ ସମସ୍ତେ ଆମେ এই ବାର୍ତ୍ତା ନେଇକି ଯାଉଛୁ ଯେ କିଭଳି ଭାବେ ଅନ୍ୟ ପରସ୍ପରକୁ ଆମେ ସହଯୋଗ କରିପାରିବା, ଆମେ ଦବାରେ ଯେଉଁ ଆନନ୍ଦଟା ଏଟାକୁ ଉପଲବ୍ଧି କରିପାରିବା। ଜୟ ଜଗନ୍ନାଥ। ମୁଁ ରାଜୀବ କୁମାର ନାୟକ, କିଟ୍ ଜଣେ ପୁରାତନ କର୍ମଚାରୀ। ଆଜି ଯେଉଁ କାର୍ଯ୍ୟକ୍ରମ ହେଉଛି ଆର୍ଟ ଅଫ୍ ଗିଭିଂ ଶିମିଳିପୁର ସେ ସମ୍ପର୍କରେ କ'ଣ କହିବି, ପିଲାମାନଙ୍କୁ କ'ଣ ଦର୍ଶାଇଯିବ? ଆକ୍ଚୁଆଲି ଏଇଟା ଗୋଟେ ଆମର 13ତମ ଆର୍ଟ ଅଫ୍ ଗିଭିଂ। ଆମର ମାନେ ଯେତେ କହିଲେ ବି କମ୍ ହବ। ଆମର କିଟ୍ ପ୍ଲସ୍ ଆର୍ଟ ଅଫ୍ ଗିଭିଂର ପ୍ରତିଷ୍ଠାତା ଡକ୍ଟର ସାମନ୍ତ ସାର୍, ଅଚ୍ୟୁତ ସାମନ୍ତ ସାର୍ଙ୍କୁ ଯେତେ କହିଲେ ବି, ଯେତେ ଧନ୍ୟବାଦ ଦେଲେ କି ଯାହା ବି ହେଲେ କମ୍ ହବ। ତାଙ୍କ ଅନୁପ୍ରେରଣାରେ ଆମେ ମାନେ ପ୍ରଭାବିତ ହୋଇକି ଯାହା ଯେତିକି ଆମ ହିସାବରେ ଆମ ପଞ୍ଚାୟତ, ଆମ ବ୍ଲକ, ଆମ ଡିଷ୍ଟ୍ରିକ୍ଟ ଲେବୁଲରେ ଆମେ ଯେତିକି କରିବା କଥା କରୁଛୁ। କିନ୍ତୁ ଜିନିଷ ହେଉଛି ଆମେ ତ
ମାନେ ଆମେ ବର୍ତ୍ତମାନ ଏବେକାର ଯୁବପିଢ଼ି ଭଲ ମନ୍ଦ ଯାହା ବି ହେଉଛି ତାଙ୍କୁ ଏତିକି ସାର୍ଙ୍କର ନିବେଦନ ଅଛି କି ସାର୍ଙ୍କର ଜଣେଇବାର କହିବାର ଉଦ୍ଦେଶ୍ୟ ଅଛି ସବୁ ଜିନିଷଟା ହେଉଛି କିଛି ସାହାଯ୍ୟ କରିବା ମାନେ ଛୋଟ ପିଲା ହୁଅନ୍ତୁ ଗରିବ ଗୁରୁବା ହୁଅନ୍ତୁ ଦୁଃଖୀ ରଙ୍କି ହୁଅନ୍ତୁ କୌଣସି ଭଲ ମନ୍ଦ ହଉନ କିଛି ସାହାଯ୍ୟ କରିବା ନିହାତି ଦରକାର କାରଣ ଯଦି ଆମେ ସମସ୍ତେ ନିଜ ନିଜ କଥା ଚିନ୍ତା କରିବା ତେଣୁକରି ଗୋଟେ ବାର୍ତ୍ତା ଭଲ ବାର୍ତ୍ତା ନୁହେଁ ବାହାରକୁ ତେଣୁକରି ଆମେ ଯେତେ ସାହାଯ୍ୟ କରିବା ସେଇଟା ଭଲ ଆଉ ଗୋଟେ ଜିନିଷ ମୁଁ ଧନ୍ୟବାଦ ଦେବି ବର୍ତ୍ତମାନ ଆମର ସ୍କୁଲର ସମସ୍ତ ଟିଚର ଯେହେତୁ ଆମର ପୂର୍ବତନ ଟିଚର ହେଡମାଷ୍ଟର ମ୍ୟାନେଜମେଣ୍ଟ ବଡି ସମସ୍ତଙ୍କୁ ଗୋଟେ ବହୁତ ବହୁତ ଧନ୍ୟବାଦ ଦେବି ସେ କୋଅପରେଟ୍ କରିକି ଆମକୁ ଏଇଟା ମିଟିଂଟାକୁ ବହୁତ ସକ୍ସେସ୍ କରିଛନ୍ତି ଏଇଟା ମୁଁ ବହୁତ ବହୁତ ଧନ୍ୟବାଦ ଦେବି।